ଆଜି ତାରିଖ 5-10-2025 ଦିନ ସୁବର୍ଣ୍ଣପୁର ଜିଲ୍ଲାର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି। 2025 ମସିହା ବିଜୟା ଦଶମୀ ଦିନ ସଂଘକୁ 100 ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଶତାବ୍ଦୀ ବର୍ଷ ପାଳନ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସ୍ୱୟଂସେବକ ସୋନପୁର ଅଧିଶେରୀ ଦେବୀ ମାଙ୍କୁ ସୁରେଶ୍ୱରୀଙ୍କ ମନ୍ଦିରରୁ ଏକ ବିରାଟ ସଞ୍ଚଳନ ବାହାରି ସୋନପୁର ଦୁର୍ଗା ମଣ୍ଡପ ଛକ, ବିଜୁ ପଟ୍ଟନାୟକ ଛକ, ମଝିପଡ଼ା, କଚେରୀ ଛକ, ଆମ୍ବେଦକର ଛକ, ବ୍ଲକ ଛକ ଦେଇ ରୟାଲ ପଡ଼ିଆରେ ପହଞ୍ଚିଥିଲେ। ଏହି ସଞ୍ଚାଳନ ସମୟରେ ସହରର ବିଭିନ୍ନ ଛକମାନଙ୍କରେ ଭବ୍ୟ ସ୍ୱାଗତ ମାନ ଦେଇଥିଲେ। ରୟାଲ ପଡ଼ିଆରେ ବିଭିନ୍ନ ପ୍ରକାର ଶାରୀରିକ ପ୍ରଦର୍ଶନ, ନିୟୁଦ୍ଧ, ସୂର୍ଯ୍ୟ ନମସ୍କାର, ଦଣ୍ଡଯୋଗ ପ୍ରହାର ମାନ ପ୍ରଦର୍ଶନ କରିଥିଲେ। ମଞ୍ଚରେ ସୁବର୍ଣ୍ଣପୁର ଜିଲ୍ଲା ସଂଘ ପରିବାର, ମାନନୀୟ ଜିଲ୍ଲା ସଂଘ ଚାଳକ ଦିଲ୍ଲୀପ କୁମାର ତ୍ରିପାଠୀ, ଜିଲ୍ଲା କାର୍ଯ୍ୟବାହ ଧର୍ମେନ୍ଦ୍ର ବଡ଼ମାଲି, ମୁଖ୍ୟ ଅତିଥି ଅବସରପ୍ରାପ୍ତ ସେନା ଅଧିକାରୀ ପଦ୍ମଲୋଚନ ମହାଲିକ ଓ ମୁଖ୍ୟ ବକ୍ତା ଭାବରେ ଡାକ୍ତର ବିଭୁ ଦତ୍ତ, ପ୍ରମୋଦ କୁମାର ମିଶ୍ର ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟରେ ସ୍ୱୟଂସେବକମାନଙ୍କୁ ଦେଶର ସେନାବାହିନୀ ସହିତ ତୁଳନା କରିଥିଲେ ଓ ସ୍ୱୟଂସେବକମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ସଂଘ ଇତିହାସରେ ବିଭିନ୍ନ ସଂଘର୍ଷ ମଧ୍ୟରେ ଭାରତକୁ ପରମ ବୈଭବଶାଳୀ ଗଢ଼ିବାରେ ଦେଶର ବିଭିନ୍ନ ସ୍ଥାନରେ ଶାଖା ଦ୍ୱାରା ଉତ୍କୃଷ୍ଟ ମନୁଷ୍ୟ ନିର୍ମାଣ ତାହାର ସଙ୍ଗେ ଅନେକ ତଥ୍ୟାତ୍ମକ ବିଷୟ ରଖିଥିଲେ। ସଂଘର ନିର୍ମାତା ପରମ ପୂଜ୍ୟ କେଶବ ବଳିରାମ ହେଡଗେୱାର ସଂଘର୍ଷମୟ ଜୀବନ ଉପରେ ତଥ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ଚାଳକ ଜୟଦ୍ରଥ ରଥ, ତରଭାଖଣ୍ଡ ସହ ସଂଘ ଚାଳକ ମଙ୍ଗେଲାର ଅଗ୍ରୱାଲ, ନଗର ସଂଘ ଚାଳକ ଶିବପ୍ରସାଦ ପାତ୍ର, ସଂଘ ଜିଲ୍ଲା କାର୍ଯ୍ୟବାହ ହୃଷିକେଶ ଭୋଇ, ସହପ୍ରାନ୍ତ ପ୍ରଚାର ପ୍ରମୁଖ ପ୍ରଣବ ନାୟକ, ସେବା ପ୍ରମୁଖ କୃପାସିନ ମହାକୁର, ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମି ରଞ୍ଜନ ଦାସ, ପୂର୍ଣ୍ଣଚନ୍ଦ୍ର ଖମାରୀ, ଯୁଧିଷ୍ଠିର ଖମାରୀ, ଜଲଦୀପ ବରିହା, ରାଜେନ୍ଦ୍ର ନାୟକ, ବିପିନ ବିହାରୀ ବାଗ, ବିଭୂତି ଭୂଷଣ କୁଦେଇ, ଦିଲ୍ଲୀପ ମହାପାତ୍ର, କେଦାର ଦାସ, ସଞ୍ଜୟ ମହାପାତ୍ର, ସୁଭାଷ ମିଶ୍ର, ସୁଶାନ୍ତ ପ୍ରଧାନ, ରାଜେଶ ସିଂ, ଚନ୍ଦନ ପ୍ରହରାଜ, ବ୍ରଜମୋହନ ସାହୁ, ଆନନ୍ଦ ସାହୁ, ମୁରଲୀଧର ସାହୁ ସମସ୍ତେ ମିଶି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା କାର୍ଯ୍ୟବାହ ଧର୍ମେନ୍ଦ୍ର ବଡ଼ମାଲି ଧନ୍ୟବାଦ ଅର୍ପଣ କରିଥିଲେ।